ଅଜ୍ଞାନତା ହିଁ ମୋର ସମ୍ବଳ। ମୋର ବିଷର୍ଣ୍ଣ ଚିନ୍ତିତ ମୁଖକୁ ଚାହିଁ କୃଷ୍ଣ ମଧୁର ସ୍ୱରରେ କହିଲେ, ଦେବୀ ଦ୍ରୌପଦୀ, ପିତାଙ୍କର ଶତ୍ରୁ ନାଶନ ପାଇଁ ତୁମର ଜନ୍ମ। କେବଳ ପିତାଙ୍କର ନୁହଁ, ଏ ପୃଥିବୀର ଦୁରାଚାରୀ ମାନଙ୍କର ବିନାଶ ପାଇଁ ତୁମେ ଜନ୍ମ ଲାଭ କରିଛ। ବାହ୍ୟ ଶତ୍ରୁକୁ ଜୟ କରିବାକୁ ହେଲେ ପ୍ରଥମେ ନିଜର ଆଭ୍ୟନ୍ତରୀଣ ଶତ୍ରୁ ଅର୍ଥାତ୍ ନିଜର ଇନ୍ଦ୍ରିୟ ମାନଙ୍କୁ ଜୟ କରିବାକୁ ହେବ। ତୁମର କାମନା, ବାସନା, ମନ, ହୃଦୟ ଏବଂ ବୌଦ୍ଧିକ ବିଚାରକୁ ଧର୍ମ ସଂସ୍ଥାପନ ଉଦ୍ଦେଶ୍ୟରେ ଉତ୍ସର୍ଗ କରିନିଅ। ମହତ୍ତର ସ୍ୱାର୍ଥ ପାଇଁ କ୍ଷୁଦ୍ରତର ସ୍ୱାର୍ଥକୁ ବଳି ଦିଆଯାଇପାରେ। ତାହା ହିଁ ଜୀବନର ମହନୀୟତା ପ୍ରତିପାଦନ କରେ। ମୁଁ ଭାବିଲି କୃଷ୍ଣ ହିଁ ଧର୍ମ ପ୍ରବର୍ତ୍ତକ। ସେଇ ମୁହୂର୍ତ୍ତରେ ମୁଁ କୃଷ୍ଣଙ୍କ ପାଖରେ ନିଜକୁ ଉତ୍ସର୍ଗ କରିଦେଲି ଏବଂ ମନେ ମନେ କୃଷ୍ଣଙ୍କୁ ଜଣାଇଲି, ହେ କୃଷ୍ଣ, ମୋର କର୍ମ ଯଦି ମୋର ନୁହଁ, ମୋର କର୍ମଫଳ ବି ମୋର ନୁହଁ। ମୁଁ କିଛି ଜାଣେ ନାହିଁ। ମହତ୍ତର ସ୍ୱାର୍ଥ ପାଇଁ ଯାହା ନିର୍ଦ୍ଦେଶ ଆସିବ ତାକୁ ହିଁ ମାନିବି। କିନ୍ତୁ ମୁଁ ତ ମର୍ତ୍ତ୍ୟର ଛାର ମାନବୀ। କାମ, କ୍ରୋଧ, ଲୋଭ, ମୋହକୁ ଜୟ କରିବାର ଶକ୍ତି ମୋର କାହିଁ? ସେ ଶକ୍ତି ଯଦି ତୁମେ ନ ଦେବ, ମୁଁ କେମିତି ମାନବୀରୁ ଦେବୀ ହେବି? ବନମାଳା ସହ ଆଖିର ଲୋତକକୁ ମାଳା ଗୁନ୍ଥି କୃଷ୍ଣଙ୍କ ଗଳାରେ ନୁହେଁ, ପାଦ ପଦ୍ମରେ ଅଞ୍ଜଳି ଢାଳିଦେଲି ଏବଂ ମୁଁ ଅନୁଭବ କଲି ମୋର ତାରୁଣ୍ୟ ଅନ୍ତର୍ନୀତ ହୋଇଛି। ମୋର ଅଜ୍ଞାନ ଶିଶୁ ପାଲଟି ଯାଇଛି। ମୁଁ ଅଜ୍ଞାନ ଶିଶୁ ପାଲଟି ଯାଇଛି। ମୋର ଶୈଶବ ଅନୁଭୂତି ହୋଇ ନଥିଲା। ତରୁଣ ଦେହ ନେଇ ମୁଁ ଜନ୍ମ ଲଭିଥିଲି। ଶୈଶବର କୋମଳ ନିଷ୍ପାପ ଅଜ୍ଞାନତା ଯେ ଏତେ ସୁଖକର, ତା ମୁଁ ଜାଣିନଥିଲି। ଜ୍ଞାନର ପାରାବାର କୃଷ୍ଣଙ୍କ ପାଦପଦ୍ମରେ ଅଜ୍ଞାନତାର ସଲିଳ କଣାଟିଏ ହୋଇ ଝରିଯିବାର ଜୀବନର ଚରମ ପୂର୍ଣ୍ଣତା ଯେ ନିହିତ, ତା ଅନୁଭବ କରି ମୁଁ ପରମ ନିଶ୍ଚିତ ମନରେ କୃଷ୍ଣଙ୍କର ପ୍ରିୟ ସଖା ଅର୍ଜୁନଙ୍କୁ ହୃଦୟରେ ସ୍ଥାନ ଦେଲି। ମୋର ଚାରା କଣ? ମୁଁ ତ ଅଜ୍ଞାନ ଶିଶୁ। ମୋ ଖେଳଣାଟି ମୋ ହାତରେ ଯେତେବେଳେ ମୋର କର୍ତ୍ତା ଧରାଇ ଦେବେ, ମୁଁ ଖେଳିବି, ଖୁସି ହେବି, ବଞ୍ଚିବି। ମୋର ଖେଳଣା କିଏ ହବ, କାହିଁକି ହବ, ଏ ପ୍ରଶ୍ନ ପଚାରିବାକୁ ମୁଁ କିଏ? କୃଷ୍ଣ ବିଦାୟ ନେବା ପୂର୍ବରୁ ଅନୁଚ୍ଚ ସ୍ୱରରେ ମୋର ହୃଦୟ ନିକଟରେ ସତେ ଯେମିତି କହିଲେ, କୃଷ୍ଣା, କୃଷ୍ଣ ଚିରଦିନ ପ୍ରେମ ପାଗଳ, ସ୍ନେହ କାଙ୍ଗଳ। ସଖା ଅର୍ଜୁନ ମତେ ଯେଉଁ ପ୍ରେମ ଫାଶରେ ବାନ୍ଧି ରଖିଛି, ସେଥିରେ ଦୟାକରି ଭାଗ ବସେଇବ ନାହିଁ। ବରଂ ଅର୍ଜୁନ ପ୍ରତି ତୁମ ପ୍ରେମରେ ମୁଁ ଭାଗୀଦାର ହେବାର ହକଦାର। ଅର୍ଜୁନର ସମସ୍ତ ପ୍ରାପ୍ତି, ଅପ୍ରାପ୍ତି, ଜୟ ପରାଜୟରେ ମୁଁ ଅଂଶୀଦାର। ଅର୍ଜୁନ ଖାଦ୍ୟ ଗ୍ରହଣ ପୂର୍ବରୁ ମୋତେ ସମର୍ପଣ କରେ। ମୋ ପାଖରେ ସମର୍ପଣ ବିନା ଅର୍ଜୁନ ଜଳ ମଧ୍ୟ ସ୍ପର୍ଶ କରେ ନାହିଁ। କିନ୍ତୁ ଅର୍ଜୁନ ଯେଉଁ ଖାଦ୍ୟ ମୋତେ ଅର୍ପଣ କରେ, ମୁଁ ତାକୁ ଖାଏ ନାହିଁ। ତାର ସୁଗନ୍ଧ କେବଳ ଆଘ୍ରାଣ କରେ। ତାର ସୂକ୍ଷ୍ମାତି ସୂକ୍ଷ୍ମ ସାରବତ୍ତା ହିଁ ଗ୍ରହଣ କରିଥାଏ। ଠିକ୍ ସେମିତି ତୁମେ ଅର୍ଜୁନର ହେଲେ ମଧ୍ୟ ସୂକ୍ଷ୍ମାତି ସୂକ୍ଷ୍ମ ଦେହାତୀତ ତୁମର ସତ୍ତା ସହ ମୋର ଅଦୃଶ୍ୟ ସମ୍ପର୍କ ଚିରନ୍ତନ ଶାଶ୍ୱତ। ଏ କଥା ଭୁଲିବ ନାହିଁ। ସେଇ ମୁହୂର୍ତ୍ତରେ ମୁଁ ଦୁଇ ଭାଗ ହୋଇଗଲି। ମୋର ସୂକ୍ଷ୍ମାତି ସୂକ୍ଷ୍ମ ଦେହାତୀତ ସତ୍ତାଟି ନୀଳ ସୁନୀଳ ଜ୍ୟୋତିର୍ମୟ ଶିଖାଟିଏ ଭିତରେ ବିଲୀନ ହୋଇଗଲା। ମୋର ଉପର ଅଂଶଟି ପାର୍ଥିବ ସୁଖ ସମ୍ଭୋଗ ଆଶା ଆକାଂକ୍ଷା ଭିତରେ ସ୍ୱୟଂବରା ଦ୍ରୌପଦୀର ଦେହ ହୋଇ ରହିଗଲା। ପାଞ୍ଚାଳ ଦେଶର ରାଜପ୍ରସାଦରେ ଅର୍ଜୁନଙ୍କର ପ୍ରତୀକ୍ଷାରେ। କେଡ଼େ ବିଚିତ୍ର ସତେ ମଣିଷର ମନ! କେତେ କଥା ବିସ୍ମରି ଯାଏ, ପୁଣି ଏତେ କଥା ଅଲିଭା ଅକ୍ଷରରେ ଲେଖି ରଖି ତ ସେ ତା ଦେହରେ। ମୁଁ ଭୁଲିଗଲି ଯେ ପିତା ପ୍ରଥମେ ମୋତେ କୃଷ୍ଣଙ୍କ ପାଦରେ ସମର୍ପଣ କରିଥିଲେ ବୋଲି। ମୁଁ ବର୍ତ୍ତମାନ ବୀରଶ୍ରେଷ୍ଠ ଅର୍ଜୁନଙ୍କ କଳ୍ପନାରେ ବୁଡ଼ିଗଲି। ସେ କେମିତି? ଠିକ୍ କୃଷ୍ଣଙ୍କ ପରି? ନା, ସେ ହେଉଛନ୍ତି ଅନ୍ୟ ଏକ କୃଷ୍ଣ। ତା ନ ହୋଇଥିଲେ ସେ କେମିତି କୃଷ୍ଣର ମନୋମତ ପୁରୁଷ ହୋଇପାରିବେ? ଋତୁ ବସନ୍ତ। ଫାଲ୍ଗୁନର ଫଗୁ ଖେଳରେ ଅର୍ଜୁନ ବନରେ ରଙ୍ଗ ଲାଗି ଆସୁଥାଏ। ପୁଣ୍ୟତେୟା ଗଙ୍ଗା ନଦୀର ତୀରରେ ବଜ୍ରଧାରୀ ଇନ୍ଦ୍ର ଉପସ୍ଥିତ। ଭୋଜରାଜ ଦୁଲାଳୀ କୁନ୍ତୀ ଦୁର୍ବାସାଙ୍କ ଜପମାଳୀର ଆହ୍ୱାନରେ ଇନ୍ଦ୍ରଦେବଙ୍କୁ ସ୍ମରଣ କରିଛନ୍ତି। ବସନ୍ତର ଏ ଆହ୍ୱାନକୁ ଇନ୍ଦ୍ରଦେବ କଣ ଏଡ଼ି ପାରିବେ? ଇନ୍ଦ୍ରଦେବଙ୍କର ଶୌର୍ଯ୍ୟ ନେଇ ପବିତ୍ର ହୃଦୟା କୁନ୍ତୀଙ୍କ ଗର୍ଭର ପବିତ୍ର ଗଙ୍ଗା ନଦୀ ତୀର ଅର୍ଜୁନ ବନକୋଳରେ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରରେ ସହସା ଯେଉଁ ଦେବ ଶିଶୁର ଆବିର୍ଭାବ ହେଲା, ସେ ଅର୍ଜୁନ, ଫାଲ୍ଗୁନୀ, ବିଷ୍ଣୁ କିରୀଟୀ, ଶ୍ୱେତ ବାହନ, ବିଭତ୍ସୁ, ବିଜୟ, ସବ୍ୟସାଚୀ, ଧନଞ୍ଜୟ। ନିତମ୍ବିନୀ ଏଠି କଥା ବନ୍ଦ କରି ହସି ହସି ପଚାରିଲା, ସଖୀ, ପ୍ରିୟତମଙ୍କର ଏତେଗୁଡ଼ିଏ ନାମ ସ୍ମରଣ ରଖିବ ତ? ସତେ କେତେ ଭାଗ୍ୟ ତମର! ଏତେଗୁଡ଼ିଏ ନାମର ଯିଏ ଅଧିକାରୀ, ସେ କେତେ ଯଶ କୀର୍ତ୍ତି ବିଦ୍ୟାବୁଦ୍ଧିର ଅଧିକାରୀ ହୋଇ ନଥିବେ? ଏଥର କୃଷ୍ଣଙ୍କୁ ଭୁଲି ଫାଲ୍ଗୁନୀକୁ ସ୍ମରଣ କର। ମୁଁ କହିଲି, ସଖୀ, ଯେଉଁ ହୃଦୟରେ ଶ୍ରୀକୃଷ୍ଣ ଥରେ ସ୍ଥାନ ଦେଇଥିଲି, ସେଠି ପୁନର୍ବାର କେବଳ ସବ୍ୟସାଚୀଙ୍କୁ ହିଁ ସ୍ଥାନ ଦେଇପାରେ। କାରଣ ସେ ଦୁତି କୃଷ୍ଣ। କୃଷ୍ଣଙ୍କର କଳା ନେଇ ଜନ୍ମ। ତାଙ୍କ ଭିତରେ ମୁଁ କୃଷ୍ଣଙ୍କୁ ହିଁ ପାଇବି। କୃଷ୍ଣ ଯେତେବେଳେ ମୋ ପାଇଁ କୃଷ୍ଣଙ୍କୁ ହିଁ ଉପଯୁକ୍ତ ମନେ କରନ୍ତି, ମୋର ବିଶ୍ୱାସ ଅର୍ଜୁନ ହିଁ ଏ ପୃଥିବୀର ଶ୍ରେଷ୍ଠ ବୀର।
ନିତମ୍ବିନୀ ହସି ହସି କହିଲା, ସଖୀ ତୁମେ କଣ ଅର୍ଜୁନଙ୍କର ବୀରତ୍ୱ କାହାଣୀ ଶୁଣିନାହ? ଅତ୍ୟନ୍ତ ବାଲ୍ୟକାଳରୁ ହିଁ ଅର୍ଜୁନଙ୍କର ବୀରତ୍ୱ ପ୍ରକଟିତ ହୋଇଥିଲା।